ଯେ ଆମେ ଯେତେବେଳେ କୌଣସି କୁଣ୍ଡଲି ଦେଖୁ, ବାସ୍ତୁ ଆଉ ଆଷ୍ଟ୍ରୋଲୋଜି କାହିଁକି ଏତେ କନେକ୍ଟେଡ, ଆମେ ଯେତେବେଳେ କୌଣସି କୁଣ୍ଡଲି ବି ଦେଖୁ, ସେ କୁଣ୍ଡଲିର କ୍ରମରେ କଣ ହୁଏ ନା ଆମେ ଯୋଉଟା ଉତ୍ପତ୍ତି ହେଇଥାଏ, ଯୋଉଟା ଉତ୍ପତ୍ତି ହେଇଥାଏ ସେଇଟା ହେଲା, ଧର କୌଣସି ଲୋକ କୌଣସି ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଜନ୍ମ ହେଇଛି, ତାହେଲେ ତାର ପଞ୍ଚାଙ୍ଗ ରହିବ। ପଞ୍ଚାଙ୍ଗଟା ରହିବ ନା ନାଇଁ? ଏ ତିଥି ବାର ନକ୍ଷତ୍ର ଯୋଗ କରଣ ଏ ପାଞ୍ଚଟା ଜିନିଷ ରହିବ। ପାଞ୍ଚଟା ଜିନିଷ ପଞ୍ଚତତ୍ତ୍ୱକୁ ଶୋ କଲା, ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ। ସେ ପଞ୍ଚଭୂତର ସମାହାର ପଞ୍ଚତତ୍ତ୍ୱକୁ ନେଇକି ଆମର ପଞ୍ଚାଙ୍ଗ ସୃଷ୍ଟି ହେଲା। ତ ଯେତେବେଳେ ଆପଣ ବାସ୍ତୁ ପୁରୁଷର ଉତ୍ପତ୍ତିର ପଞ୍ଚାଙ୍ଗଟା ଦେଖିବେ, ସେଥିରେ ସେ ଯୋଉ ବାସ୍ତୁ ପୁରୁଷ ତଳକୁ ମୁହଁ ମାଡ଼ି ଶୋଇଛି, ସେ ପଞ୍ଚାଙ୍ଗର ଡେଫିନେସନରେ ଆପଣ ମାନେ ପଞ୍ଚାଙ୍ଗର ଯୋଉ କୁ ଭଲସେ ଭେରିଫାଇଲେ କଲେ ଦେଖିବେ, ବାସ୍ତୁ ପୁରୁଷ ଉପରେ ଯୋଉ ଦେବତା ମାନେ ବସିଛନ୍ତି, ସେ ଦେବତା ମାନେ ଯାହା ତାକୁ କଣ୍ଟ୍ରୋଲ କରୁଛନ୍ତି, ସେ କଣ୍ଟ୍ରୋଲିଂର ଅଥରିଟିରେ ଯୋଉ ଯୋଉ ଦେବତା ମାନେ ବସିଛନ୍ତି, ତାକୁ କୁହାଯିବ, ତାକୁ ଦେବତା ମାନେ ଭୁଲିଯାଅ। ତମେ ଯଦି ମଡର୍ନ ଡେ ର ଇଣ୍ଟରପ୍ରିଟେସନ ହିସାବରେ ନବ, ତାକୁ ତମେ ଏଇଟା ହିସାବରେ ଭାବ ଯେ କି ଇଏ ଯୋଉ 45 ଦେବତା ବସିଛନ୍ତି ବାସ୍ତୁ ପୁରୁଷ ଉପରେ, ସେ ବାସ୍ତୁ ପୁରୁଷର ଉତ୍ପତ୍ତିର ପଞ୍ଚାଙ୍ଗଟା ବହୁତ ଡେଞ୍ଜରସ୍ ଅଛି।